ଆପଣମାନଙ୍କୁ ମୋ କୁନି ବ୍ଲଗ୍‌କୁ ସ୍ୱାଗତ। ସକାଳୁ ସକାଳୁ ରୋଷେଇ କାମରେ ଲାଗି ପଡ଼ିଲୁ। ବର୍ଷା ଝିପିଝିପି ପକଉଥିଲା, ସେଥିପାଇଁ ରୋଷେଇ ସାରିଦେଇ କାମ ବହୁତ ଜିନିଷ କରିବାର ଅଛି ନା, ବହୁତ ଜଲ୍ଦି ଜଲ୍ଦି, ସେଥିପାଇଁ ଚୁଲିଟା ଲଗାଇ ରୋଷେଇ କରିଦେଲି। ତାପରେ ରୋଷେଇ ସାରି ସମସ୍ତଙ୍କୁ ଖାଇବା ପତ୍ର ଦେଇ ରଙ୍ଗ ବୋଳାବୋଳି କାର୍ଯ୍ୟରେ ରଙ୍ଗ ମିସ୍ତ୍ରୀ ଅଛନ୍ତି, ରଙ୍ଗ ମାରିବା ପାଇଁ ବ୍ରସ୍‌ରେ ଯେମିତି ମରା ହୁଏ ସେମିତି ମାରି ଚାଲିଛନ୍ତି। ହସି ସମସ୍ତେ ଆସିଗଲେ, ସେଠୁ ବୋଉ, ଖୁଡ଼ି, ମା ସମସ୍ତେ ଆସିଗଲେ। ଆମ ରଙ୍ଗ ଝିଅ ମୋ ଭିତରେ ମାଆକୁ ରଙ୍ଗ ଡାକି ଧୁଅନ୍ତି ରଙ୍ଗ କାହିଁ ସେମିତି ହଉଛୁ। ମୋ ମା କହନ୍ତି ରହ, ମୁଁ ଅନେଇ ତାକୁ କାଣି ସବୁଆଡେ ହଉଛି କରିନି ସଲସଲ ବା ତା ଲାଗୁଛି ଅଧା ଅଧା କରିଛି ଖାଲି। ମା ସେଠୁ ଭିତରେ ରଙ୍ଗ ତା ଧୁଅନ୍ତି। ହାତରେ ନେଲପଲିସ୍ ଲଗାଇଦେଲା, ମା ଗୋଡ଼ରେ ଅଳତା ଲଗାଇଦେଲା। ତାପରେ ଆମ ଟିକି ପୁଅ ମାଙ୍କଡ଼ ମରା ଯେଉଁ ଫୁଟିଆ ହୁଏ ସେଟା, ସେଥିରେ ବାଣ ପୁରେଇକି ଫୁଟାଉଥିଲା। ଆକା ଦେଖିକି ପୁରା ଦୌଡ଼ିକି ପଳେଇଲେ। ଟୋକା ମାନେ ବାଳୁଙ୍ଗା ମାନେ ଅଲଗା ପ୍ରକାର ବାଳୁଙ୍ଗା। ସମସ୍ତେ ଦୀପାବଳିରେ ଟିକେ ଦେଖିକିରି ବାଣ ଫୁଟିବେ। ବାଣ ଯେତିକି ଭଲ ସେତିକି ଖରାପ। ଇଏ ତ ବହୁତ ଜୋରେ ପାଣି ପୁରେଇକି ଫଟଉଛି। ହାପି ଦୀପାବଳି ସମସ୍ତଙ୍କୁ।